ସକାଳୁ ସକାଳୁ ଲେଟ୍ ହେଇଯାଇଛି ଟିଫିନ୍ ତିଆରି ପାଇଁ, ସେଥିପାଇଁ ମୁଁ କିଛି ସିଝା ଆଳୁ ନେଇଛି। ତା ସହିତ ଲଙ୍କା, ଯେଉଁ ଲଙ୍କା, ଜିରା, ଭୃଷଙ୍ଗ ପତ୍ର ଏମିତି ସବୁ ସେଥିରେ ଆଡ଼୍ କରିକି କପେ ସୁଜି ଆଉ ଲୁଣ ଆଡ଼୍ କରିକି ତାକୁ କିଛି ସମୟ ଦଳିଲି। ଦଳିଲା ପରେ ଗୋଟିଏ ବଢ଼ିଆ ସେ ପ୍ରସ୍ତୁତ ହେଇଗଲା ମିକ୍ସଚରଟିଏ, ଯାହାକୁ ମୁଁ ପେଡ଼ା ସାଇଜ୍ରେ ଗୋଲ ଗୋଲ କରିଦେଲି। ତାପରେ ସେଇ ପେଡ଼ା ସାଇଜ୍ରେ ଗୋଲ ଗୋଲ କରିକିନା ତାକୁ କ'ଣ କଲି ନା ମଝିରେ ହୋଲ୍ କରିଦେଲି। ହୋଲ୍ କରିସାରିଲା ପରେ ତାକୁ ନେଲି ଯେଉଁ ଛାଣିବା ପାଇଁ କଡ଼େଇରେ ତେଲ ଗରମ କରିକି ସେଥିରେ ଗୋଟି ଗୋଟି କରିକି ମୁଁ ପକାଇଦେଲି। ଏଇଟା ଗୋଟେ ବହୁତ ସିମ୍ପଲ୍ ବ୍ରେକଫାଷ୍ଟ, ବହୁତ ଶୀଘ୍ର ବି ହେଇଗଲା। କିଛି ନାହିଁ, ଆଳୁ ସିଝାରେ, କେବଳ ଆଳୁ ସିଝା, ଆଉ ସେଥିରେ ସିମ୍ପଲ୍ ମସଲା ମସଲି ଖାଇବା ପାଇଁ ବି ବହୁତ ଭଲ ଥିଲା। ଯେଉଁ ସସ୍ ଫସ୍ ଲଗେଇକି ବି ଖାଇପାରିବେ ପିଲା। ବହୁତ ସିମ୍ପଲ୍ଟା ଆଉ ଶୀଘ୍ର ବି ହେଇଗଲା, କାହିଁକିନା ଆଜି ମୋର ଲେଟ୍ ହେଇଯାଇଥିଲା। ଭାବୁଥିଲି କ'ଣ କରିବି, ଯାହା ହଉ ମୁଁ ଏମିତି ଗୋଟେ କରିଦେଲି ଜଳଖିଆଟେ, ଯାହା ହଉ ଶୀଘ୍ର ପ୍ରସ୍ତୁତ ହେଇଗଲା ପିଲାଙ୍କ ପାଇଁ। ବାସ୍ ଭଲ ଥିଲା। ଆଉ ଏମିତି କରିକି ଗୁଟି ଗୁଟି କରିକି ପକେଇକି ସିମ୍ପଲ୍ ଭାବରେ ମୁଁ ଏଠି ଅଧିକ ନାଲି କରିବା ପାଇଁ ଛାଡ଼ିନି, କାହିଁକି ଅଧିକ ନାଲି କରିବା ପାଇଁ ମୋ ପାଖରେ ଟିକେ ସମୟର ଅଭାବ ଥିଲା। କେବଳ ତା'ର କଲର୍ ଟିକେ ହଳଦିଆ କଲର୍, ଟିକେ ଅଳ୍ପ ଟିକେ ଗୋଲ୍ଡେନ୍ କଲର୍ ହେଇଗଲା ପରେ ମୁଁ ଏଇଟା କାଢ଼ି ଆଣିଛି। କିନ୍ତୁ ଚାହିଁଲେ ବି ଅଧିକ ସମୟ ରଖିକି ୟାକୁ ଅଧିକ ସମୟ ଟିକେ ତା'ର କଲର୍ ଟିକେ ନାଲି କରିହେବ, କିଛି ପ୍ରୋବ୍ଲେମ୍ ନାହିଁ। ତ ଏମିତି ମୁଁ ଆଜିର ଟିଫିନ୍ ଗୋଟି ଗୋଟି କରିକି ଏମିତି ଛାଣିକି ନେଇ ଆସିଲି। ଟିଫିନ୍ଟି ବହୁତ ଟେଷ୍ଟି ଥିଲା। ଆଉ କାହିଁକିନା ସେଥିରେ ଯେଉଁ ଜିରା ଆଉ ଭୃଷଙ୍ଗ ପତ୍ର, ଲଙ୍କା, ଲୁଣ ଏଗୁଡ଼ା ସବୁ ସିମ୍ପଲ୍ ଭାବରେ, ସିମ୍ପଲ୍ ମସଲା ଯେଉଁଗୁଡ଼ିକ, ଗରମ ମସଲା ବି ଟିକେ ପକାଇ ଦେଇଥିଲି। ସିମ୍ପଲ୍ ମସଲା ସବୁ ପଡ଼ିଛି, ବହୁତ ଟେଷ୍ଟି ଥିଲା ଖାଇବା ପାଇଁ ଏବଂ ଭଲ ଲାଗିଲା। ପିଲାଙ୍କୁ ସବୁ ଖାଇବା ପାଇଁ ଭଲ ଲାଗିଲା। ତ ଏଇ ଯେଉଁ ଟିଫିନ୍ଟି ବହୁତ ଶୀଘ୍ର ହେଇଯାଇଥିଲା, ମୋତେ ବହୁତ ଭଲ ଲାଗିଲା, କାହିଁକିନା ମୋ ପାଖରେ ବହୁତ ସମୟ ସର୍ଟେଜ୍ ଥିଲା। ତ ସେଥିପାଇଁ ମୁଁ ଏଇଟାକୁ ଶୀଘ୍ର ରେଡ଼ି କରିପାରିଥିଲି ଟିଫିନ୍ ପାଇଁ। ତ ଏହାଦ୍ୱାରା ମୋର ଆଜି ଲେଟ୍ ହେଲାନି, ଠିକ୍ ସମୟରେ କମ୍ପ୍ଲିଟ୍ ବି ହେଇଗଲା। ଆଉ ତାକୁ ମୁଁ ଟିଫିନ୍ରେ ଦେଇପାରିଲି। କେହି ବି ଟ୍ରାଏ କଲେ, ଏଇଟା ବହୁତ ମାନେ ସମୟ ବି କମ୍ ଥିବ, ଏତେ ଅଳ୍ପ ସମୟ ପରେ ପ୍ରିପେୟାର କରିପାରିବେ ଶୀଘ୍ର। କେବଳ ଆଳୁକୁ, ସିଝା ଆଳୁ ଆଉ ଯେଉଁ ଭୃଷଙ୍ଗ ପତ୍ର, ସିମ୍ପଲ୍ ଯେଉଁ ଜିରା ମସଲା, ଚାହିଁଲେ ସେଥିରେ ପିଆଜ ଫିଆଜ ବି ଆଡ଼୍ କରିହେବ, କିନ୍ତୁ ମୁଁ ଏଠି କେବଳ ସିମ୍ପଲ୍ ମସଲା ନେଇଛି। ତ ଏମିତି